ହରିଦତ୍ତ ନାମରେ ଜଣେ ବ୍ରାହ୍ମଣ ପୁତ୍ରଟିଏ ଥିଲା, କିନ୍ତୁ ସେ କିଛି ଲେଖାପଢ଼ା ଜାଣିନଥିଲା। ବିଦ୍ୟା ଲାଭ ନ କରିଥିବାରୁ ହରିଦତ୍ତର ମଧ୍ୟ କଷ୍ଟର ସୀମା ନଥାଏ। ସେ ଚାଷବାସ କରି ବହୁ କଷ୍ଟରେ ତା'ର ବୁଢ଼ା ବାପା ମାଆଙ୍କୁ ପୋଷୁଥିଲା। ଖରା ବର୍ଷା ଶୀତରେ ସେ ଭୋରୁ ଲଙ୍ଗଳ ଧରି ଜମିକୁ ଯାଉଥିଲା। ପାଣି ପଙ୍କରେ ଘାଣ୍ଟି ହୋଇ ସେ ସାରା ଦିନ କଠିନ ପରିଶ୍ରମ କରୁଥିଲା। ତଥାପି ସେ ନିଜ ଆଶା ଅନୁସାରେ ଫଳ ପାଉନଥିଲା। ଦିନେ ଭୋରୁ ଉଠି ହରିଦତ୍ତ ଆସି ନିଜ ଚାଷ ଜମିରେ ପହଞ୍ଚିଲା। ସେତେବେଳକୁ ସୂର୍ଯ୍ୟ ଉଦୟ ହୋଇସାରିଥିଲେ ଓ ପକ୍ଷୀମାନେ ଖାଇବା ଅନ୍ୱେଷଣରେ ଘରୁ ବାହାରି କିଚିରି ମିଚିରି ଶବ୍ଦ କରି ଉଡ଼ି ବୁଲୁଥିଲେ। ହରିଦତ୍ତ ମନେ ମନେ ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ ଜଣାଇ ନିଜ କାମରେ ଲାଗି ପଡ଼ିଲା। ହଠାତ୍ ସେ ଜମିର ଗୋଟିଏ କୋଣରେ ଗୋଟିଏ ସାପଟିକୁ ଦେଖିଲା। ସାପଟି ଗାତ ପାଖରେ ଶୋଇଥିଲା। ତାହା ଗୋଟେ ବିଷଧର ସାପଟିଏ ଥିଲା। ସାପକୁ ଦେଖି ହରିଦତ୍ତ ପ୍ରଥମେ ବହୁତ ଡରିଗଲା। ପରେ ଭାବିଲା, ଏହି ସାପଟି ନିଶ୍ଚୟ ଏ କ୍ଷେତ୍ରର ଜଣେ ଦେବତା। ହରିଦତ୍ତ ଘରକୁ ଯାଇ ଗୋଟିଏ ସରାରେ କିଛି ଦୁଧ ଓ କଦଳୀ ଆଣି ସାପକୁ ଖାଇବାକୁ ଦେଲା। ସାପଟି ଦୁଧ ଓ କଦଳୀ ଖାଇ ସରାରେ ଗୋଟିଏ ସୁନା ମୋହର ରଖି ଗାତରେ ପଶିଗଲା। ମୋହର ପାଇ ହରିଦତ୍ତ ଖୁସି କହିଲେ ନ ସରେ। ହରିଦତ୍ତ ପ୍ରତିଦିନ ଦୁଧ ଓ କଦଳୀ ଆଣି ସାପକୁ ଦିଏ। ସାପ ପ୍ରତିଦିନ ଦୁଧ କଦଳୀ ଖାଏ ଓ ସରାରେ ସୁନା ମୋହରଟିଏ ଆଣିକି ରଖିଦେଇ ପୁଣି ଗାତକୁ ଚାଲିଯାଏ। କିଛି ଦିନ ଏହିପରି ବିତିଗଲା। ଦିନେ ହରିଦତ୍ତ ଭାବିଲା, ସାପଟି ସବୁଦିନ ଏତେ ମୋହର ଆଣୁଛି କେଉଁଠୁ? ଏହା ଭାବି ସେ ସରାରେ ଦୁଧ ଓ କଦଳୀ ଆଣି ଥୋଇଦେଲା। ସାପଟି କଦଳୀ ଦୁଧ ଖାଇ ଗାତକୁ ଚାଲିଗଲା ଓ କିଛି ସମୟ ପରେ ସ୍ୱର୍ଣ୍ଣ ମୋହର ଆଣି ସରାରେ ଥୋଇଦେଇ ପୁଣି ଗାତକୁ ଚାଲିଗଲା। ହରିଦତ୍ତ ଭାବିଲା, ସାପ ଗାତ ଭିତରେ ବହୁତ ମୋହର ଅଛି। ସାପଟିକୁ ମାରିଦେଲେ ମୋହର ଗୁଡାକ ଏକାବେଳକେ ନେଇହବ। ଶୁଭ କାର୍ଯ୍ୟରେ ବିଳମ୍ବ କରିବା ଉଚିତ ନୁହଁ ଭାବି ହରିଦତ୍ତ ଗୋଟିଏ ବାଡ଼ି ଆଣି ସାପର ମୁଣ୍ଡକୁ ଲକ୍ଷ୍ୟ କରି ଏକ ଶକ୍ତ ପାହାରଟିଏ ଦେଲା। ହଠାତ୍ ଆଘାତ ପାଇ ସାପଟି ରାଗରେ ଜଳି ଉଠିଲା। ପ୍ରକାଣ୍ଡ ଫଣା ବିସ୍ତାର କରି ହରିଦତ୍ତକୁ ମାରିଲା ଏକ ଚୋଟ। ହରିଦତ୍ତ ସେଇଠାରେ ହିଁ ଟଳି ପଡ଼ିଲା, ଆଉ ଉଠିଲା ନାହିଁ। ଖବର ପାଇ ହରିଦତ୍ତର ବାପା ଆସି ପହଞ୍ଚିଲେ। ସେ ବହୁତ ଦୁଃଖ କରିଲେ। ସେ କିନ୍ତୁ କାନ୍ଦିଲେ ନାହିଁ। ସେ କହିଲେ, ଶରଣାଗତକୁ ରକ୍ଷା କରିବା ଉଚିତ। ହରିଦତ୍ତ ବିଶ୍ୱାସଘାତକତାର ଫଳ ପାଇଛି। ସାପକୁ ମୁଁ ଦୋଷ ଦେଇପାରିବି ନାହିଁ। ହରିଦତ୍ତର ବାପା ଆସି ସାପକୁ ପୂଜା କରି କହିଲେ, ହେ କ୍ଷେତ୍ର ଦେବତା ସର୍ପ, ଆପଣ ତୁଷ୍ଟ ହୁଅନ୍ତୁ। ସାପ କହିଲା, ମହାଶୟ, ଆପଣଙ୍କୁ ଗୋଟିଏ ମୋହର ଦଉଛି। ମୋହରଟି ନେଇ ଆପଣ ଏଠାରୁ ଚାଲିଯାଆନ୍ତୁ। ଦୟାକରି ମୋ ନିକଟକୁ ପୁଣି ଆସିବେ ନାହିଁ, କାରଣ ମୋର ଭୟ ଆପଣ ମଧ୍ୟ କୌଣସି ଦିନ ମୋ ଉପରେ ଅତ୍ୟାଚାର କରିପାରନ୍ତି। ହରିଦତ୍ତର ବାପା ନିଜ ପୁତ୍ରର ବିଶ୍ୱାସଘାତକତା ଯୋଗୁଁ ଦୁଃଖରେ ସାପକୁ ପୁଣି ଥରେ କ୍ଷମା ମାଗି ସେଠାରୁ ଖାଲି ହାତରେ ଚାଲିଗଲେ। ସାପଟି ମଧ୍ୟ ସେହି ଦିନଠାରୁ ସେହି କ୍ଷେତ୍ର ଛାଡ଼ି ଅନ୍ୟ କ୍ଷେତ୍ରକୁ ଚାଲିଗଲା। ତେଣୁ କୁହାଯାଏ, ଶରଣାଗତ ସହ କେବେ ମଧ୍ୟ ବିଶ୍ୱାସଘାତକତା କରିବା ଉଚିତ ନୁହେଁ। ସାଙ୍ଗମାନେ, କାହାଣୀଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ। କାହାଣୀ ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଦେଖା ହେବା ଆଉ ଏକ ନୂଆ କାହାଣୀ ସହ। ଧନ୍ୟବାଦ।